ରାତିର ତୃତୀୟ ପ୍ରହର। ଉଜ୍ଜୟିନୀର ଶ୍ମଶାନ ଆଜି ଅତି ଭୟଙ୍କର ଦେଖାଯାଉଛି। ଆକାଶରୁ ପ୍ରବଳ ବର୍ଷା ହେଉଛି, ଯେମିତି ପ୍ରକୃତି ଆଜି କୌଣସି ପ୍ରଳୟର ପ୍ରସ୍ତୁତି କରୁଛି। ମେଘମାଳାର ଗର୍ଜନ ଏବଂ ବିଦ୍ୟୁତର ତୀବ୍ର ଆଲୋକରେ ଶ୍ମଶାନର ପ୍ରତିଟି ଗଛ କୌଣସି ଦୈତ୍ୟ ଭଳି ଦେଖାଯାଉଛନ୍ତି। ଚାରିଆଡ଼େ ଚିତାଗ୍ନିର ପାଉଁଶ ଏବଂ ମଣିଷ ଅସ୍ଥି ବିଛାଡ଼ି ହୋଇ ପଡ଼ିଛି। ଶିଆଳମାନଙ୍କର କରୁଣ ରଡ଼ି ଏବଂ ପ୍ରେତମାନଙ୍କର ଅଦୃଶ୍ୟ ଉପସ୍ଥିତି ସାଧାରଣ ମଣିଷର ହୃଦୟକୁ ସ୍ତବ୍ଧ କରିଦେବା ପାଇଁ ଯଥେଷ୍ଟ। କିନ୍ତୁ ଏହି ସବୁକୁ ଅଣଦେଖା କରି ମହାରାଜ ବିକ୍ରମାଦିତ୍ୟ ନିଜର ପ୍ରତିଜ୍ଞା ପୂରଣ ପାଇଁ ଆଗକୁ ବଢ଼ୁଛନ୍ତି। ତାଙ୍କ ହାତରେ ଏକ ଶାଣିତ ଖଣ୍ଡା ଏବଂ ଆଖିରେ ଅତଳ ବିଶ୍ୱାସ। ସେ ସେହି ବିଶାଳ ବରଗଛ ମୂଳରେ ପହଞ୍ଚିଲେ, ଯେଉଁଠାରେ ଏକ ଶବ ଝୁଲୁଥିଲା। ଶବଟିର ରୂପ ଅତି ବିକୃତ। ବିକ୍ରମାଦିତ୍ୟ ଗଛରେ ଚଢ଼ିଲେ, ଶବର ବନ୍ଧନ କାଟିଲେ ଏବଂ ତାକୁ କାନ୍ଧରେ ପକାଇଲେ। ସେହି ଶବ ଭିତରେ ଥିବା ବେତାଳ ଅଟ୍ଟହାସ୍ୟ କରି କହିଲା, ହେ ମହାରାଜ, ତୁମର ଏହି ଜିଦ ଦେଖି ମୁଁ ଚକିତ। ରାସ୍ତା ବହୁତ ଲମ୍ବା, ତେଣୁ ଥକାପଣ ଦୂର କରିବା ପାଇଁ ମୁଁ ତୁମକୁ ଏକ କାହାଣୀ ଶୁଣାଉଛି। କିନ୍ତୁ ସାବଧାନ, ଯଦି ତୁମେ ପାଟି ଫିଟାଇବ, ମୁଁ ପୁଣି ଏହି ଗଛକୁ ଉଡ଼ିଯିବି। ବେତାଳ କାହାଣୀ ଆରମ୍ଭ କରି କହିଲା, ରୂପନଗରର ରାଜପ୍ରାସାଦ କେବଳ ପଥରର ନିର୍ଜୀବ କାନ୍ଥ ନଥିଲା, ବରଂ ତାହା ଥିଲା ରାଜକୁମାରୀ ମାଳବୀଙ୍କ ଅସାଧାରଣ ବ୍ୟକ୍ତିତ୍ୱର ମୂକ ସାକ୍ଷୀ। ମାଳବୀ କେବଳ ସେହି ପାରମ୍ପରିକ ସୁନ୍ଦରୀ ରାଜଜେମା ନଥିଲେ, ଯାହାଙ୍କ ସୌନ୍ଦର୍ଯ୍ୟ କବିଙ୍କ କଳ୍ପନାରେ ସୀମିତ ରହେ। ତାଙ୍କ ରୂପ ଯେମିତି ଥିଲା ଈଶ୍ୱରଙ୍କ ଏକ ନିଖୁଣ ଚିତ୍ରକଳା, ସେମିତି ତାଙ୍କ ପ୍ରଜ୍ଞା ଥିଲା ସରସ୍ୱତୀଙ୍କ ଆଶୀର୍ବାଦ। ରାଜସଭାର ଗମ୍ଭୀର ପରିବେଶରେ ଯେତେବେଳେ ଶାସ୍ତ୍ରାର୍ଥ ଆରମ୍ଭ ହେଉଥିଲା, ସେତେବେଳେ ମାଳବୀଙ୍କ କଣ୍ଠରୁ ନିଃସୃତ ହେଉଥିବା ଜ୍ଞାନର ଧାରା ପ୍ରସିଦ୍ଧ ପଣ୍ଡିତମାନଙ୍କୁ ମଧ୍ୟ ନିରୁତ୍ତର କରିଦେଉଥିଲା। କେବଳ ପୋଥି ବାଇଗଣ ନୁହେଁ, ରଣାଙ୍ଗନରେ ମଧ୍ୟ ସେ ଥିଲେ ସାକ୍ଷାତ ରଣଚଣ୍ଡୀ। ତାଙ୍କ ହାତର ତରବାରୀ ଯେତେବେଳେ ପବନ ସହ କଥା କହୁଥିଲା, ଶତ୍ରୁପକ୍ଷର ବୀର ଯୋଦ୍ଧାମାନେ ମଧ୍ୟ ତାଙ୍କ କୌଶଳ ଦେଖି ସ୍ତମ୍ଭୀଭୂତ ହୋଇଯାଉଥିଲେ। ଦିନେ ରୂପନଗରର ପବନରେ ଏକ ନୂଆ ବାର୍ତ୍ତା ଖେଳିଗଲା, ମାଳବୀଙ୍କ ବିବାହ ପ୍ରସ୍ତାବ। ଏହି ଖବର ଯେମିତି ଦିଗବିଦିଗରେ ବିଜୁଳି ବେଗରେ ବ୍ୟାପିଗଲା। ରାଜକୁମାରୀଙ୍କୁ ନିଜର କରିବାର ସ୍ୱପ୍ନ ନେଇ 7 ସମୁଦ୍ର 13 ନଦୀ ପାର ହୋଇ ଅଗଣିତ ରାଜକୁମାର ଓ ସମ୍ଭ୍ରାନ୍ତ ଯୁବକମାନେ ରୂପନଗର ଅଭିମୁଖେ ଧାଇଁ ଆସିଲେ। ରାଜ୍ୟର ସୀମାନ୍ତରୁ ରାଜଧାନୀ ଯାଏ କେବଳ ଘୋଡ଼ାର ଟାପୁ ଶବ୍ଦ ଆଉ ରଥଚକର ଘର୍ଘର ନାଦ ଶୁଭୁଥିଲା। ପ୍ରତ୍ୟେକ ଯୁବକଙ୍କ ଆଖିରେ ଥିଲା ଗୋଟିଏ ଆଶା, ଗୋଟିଏ ଜିଦ୍, ସେହି ଅପୂର୍ବ ସୁନ୍ଦରୀ ତଥା ବିଦୁଷୀ ମାଳବୀଙ୍କ ହୃଦୟ ଜିତିବା। ରୂପନଗରର ସେହି ବିଶାଳ ପ୍ରାଙ୍ଗଣରେ ହଜାର ହଜାର ଯୁବକଙ୍କ ଭିଡ଼ ଥିଲେ ମଧ୍ୟ ସମସ୍ତଙ୍କ ଦୃଷ୍ଟି ସେହି 3 ଜଣଙ୍କ ଉପରେ ସ୍ଥିର ହୋଇଯାଇଥିଲା। ସେମାନେ କେବଳ ପ୍ରତିଯୋଗୀ ନଥିଲେ, ବରଂ ଥିଲେ ମାନବୀୟ ଗୁଣର 3ଟି ଭିନ୍ନ ସ୍ରୋତ। ପ୍ରଥମେ ଥିଲେ ମହାପଣ୍ଡିତ ଶ୍ରୀଧର। କାଶୀର ପବିତ୍ର ଶିକ୍ଷାରେ ଶାଣିତ ତାଙ୍କର ବ୍ୟକ୍ତିତ୍ୱ। ତାଙ୍କ ମଥାରେ ଥିବା ଚନ୍ଦନ ତିଳକ ଏବଂ ଆଖିର ଗମ୍ଭୀରତା ଜଣାଇ ଦେଉଥିଲା ଯେ ସେ ବ୍ରହ୍ମାଣ୍ଡର ଗୂଢ଼ ରହସ୍ୟର ଚାବି ନିଜ ପାଖରେ ରଖିଛନ୍ତି। ଶ୍ରୀଧରଙ୍କ ପାଇଁ ପ୍ରେମ କୌଣସି ଶାରୀରିକ ଆକର୍ଷଣ ନଥିଲା, ବରଂ ଥିଲା 2ଟି ଜ୍ଞାନୀ ଆତ୍ମାର ମିଳନ। ସେ ନିଜର ଶବ୍ଦ ଜାଲରେ ରାଜକୁମାରୀଙ୍କୁ ବାନ୍ଧିବା ପାଇଁ ସମ୍ପୂର୍ଣ୍ଣ ପ୍ରସ୍ତୁତ ଥିଲେ। ଅପରପକ୍ଷରେ ଶକ୍ତିର ଜୀବନ୍ତ ବିଗ୍ରହ ଭଳି ଠିଆ ହୋଇଥିଲେ ବୀରସିଂହ। ତାଙ୍କର ଚଉଡ଼ା ଛାତି ଏବଂ ବଳିଷ୍ଠ ବାହୁ ଦେଖିଲେ ମନେ ହେଉଥିଲା ସତେ ଯେମିତି 100ଟି ହାତୀର ଶକ୍ତି ତାଙ୍କ ଶିରାରେ ପ୍ରବାହିତ ହେଉଛି। ତାଙ୍କ ପାଇଁ ଦୁନିଆ ଏକ ଯୁଦ୍ଧକ୍ଷେତ୍ର ଏବଂ ମାଳବୀ ଥିଲେ ସେହି ଯୁଦ୍ଧର ଶ୍ରେଷ୍ଠ ପୁରସ୍କାର। ତାଙ୍କର ଦାବି ଥିଲା ସ୍ପଷ୍ଟ, ଯିଏ ସୁରକ୍ଷା ଦେଇପାରେ, ସେ ହିଁ ଅଧିକାର ପାଇବା ଉଚିତ। କିନ୍ତୁ ସେହି ଆଡ଼ମ୍ବରପୂର୍ଣ୍ଣ ପରିବେଶର ଗୋଟିଏ କୋଣରେ ଅତି ସାଧାରଣ ଭାବେ ଠିଆ ହୋଇଥିଲେ ସୌମ୍ୟଦତ୍ତ। ତାଙ୍କ ପାଖରେ ନା ଶାସ୍ତ୍ରର ପାଣ୍ଡିତ୍ୟ ଥିଲା, ନା ଶରୀରର ବଳ। ଥିଲା କେବଳ ଏକ ନିଷ୍ପାପ ହୃଦୟ, ଯେଉଁଠି ମାଳବୀଙ୍କ ପାଇଁ ପ୍ରେମ ନୁହେଁ, ବରଂ ଭକ୍ତି ଥିଲା। ସେ କୌଣସି ଅଧିକାର ସାବ୍ୟସ୍ତ କରିବାକୁ ଆସିନଥିଲେ, ବରଂ ନିଜକୁ ସମର୍ପଣ କରିବାକୁ ଆସିଥିଲେ। ରାଜକୁମାରୀ ମାଳବୀ ଗୋଖର ଚିନ୍ତାରେ ପଡ଼ିଗଲେ। ଜ୍ଞାନ, ବଳ ନା ସମର୍ପଣ, କାହାକୁ ସେ ଶ୍ରେଷ୍ଠ ମଣିବେ? ସେହି ମୁହୂର୍ତ୍ତରେ ସଭାଗୃହରେ ଏକ ଅଜବ ନୀରବତା ଖେଳିଗଲା। ଲାଗୁଥିଲା ସତେ ଯେମିତି ସମୟ ଥମି ଯାଇଛି। କିନ୍ତୁ ବିଧିର ବିଧାନ ଥିଲା ଅତି ବିଚିତ୍ର। ଠିକ୍ ସେତିକି ବେଳେ ପ୍ରାସାଦ ବାହାରୁ ଏକ ଭୟଙ୍କର ଚିତ୍କାର ଶୁଭିଲା ଏବଂ ଆକାଶର ରଙ୍ଗ ହଠାତ୍ ରକ୍ତମୟ ହୋଇଉଠିଲା। ଲାଗୁଥିଲା କୌଣସି ଅଜଣା ବିପଦ ରୂପନଗରକୁ ନିଜ କବଳକୁ ନେବା ପାଇଁ ମାଡ଼ି ଆସୁଛି। ସମୟର ଚକ ଅତି ନିଷ୍ଠୁର ଭାବେ ଘୂରିଲା।
ସେହି ମହାନ ପ୍ରତିଯୋଗିତାର କୋଳାହଳ ମଧ୍ୟରେ କେଉଁଠୁ ଏକ କଳା ସର୍ପ ବିଷଧର ଅଭିଶାପ ଭଳି ମାଳବୀଙ୍କ ପାଦ ତଳେ ନିଜର ବିଷ ଢାଳିଦେଲା। ରାଜକୁମାରୀଙ୍କ ସୁକୁମାର ଶରୀର ଧୀରେ ଧୀରେ ନୀଳ ପଡ଼ିବାକୁ ଲାଗିଲା। ପ୍ରାସାଦର ଦକ୍ଷତମ ବୈଦ୍ୟମାନେ ନିଜର ସମସ୍ତ ଚେଷ୍ଟା କଲେ, ମହାପଣ୍ଡିତମାନେ ମନ୍ତ୍ର ପାଠ କଲେ, କିନ୍ତୁ ବିଧିର ନିଷ୍ପତ୍ତି ପାଖରେ ସବୁକିଛି ତୁଚ୍ଛ ପ୍ରମାଣିତ ହେଲା। ଦେଖୁ ଦେଖୁ ସେହି ପ୍ରଜ୍ଞାର ଆଲୋକ ଲିଭିଗଲା, ମାଳବୀଙ୍କ ପ୍ରାଣବାୟୁ ମହାକାଶରେ ବିଲୀନ ହୋଇଗଲା। ରୂପନଗରର ଓଆସରେ ଯେଉଁଠି ଆନନ୍ଦର ବାଜା ବାଜିବାର ଥିଲା, ସେଠାରେ ଏକ ଭୟଙ୍କର ଶୂନ୍ୟତା ଓ କ୍ରନ୍ଦନର ଲହରୀ ଖେଳିଗଲା। ସେହି ତିନି ଯୁବକ, ଶ୍ରୀଧର, ବୀରସିଂହ ଓ ସୌମ୍ୟଦତ୍ତ, ସେମାନେ ଯେମିତି କାଠର ପ୍ରତିମା ପାଲଟିଗଲେ। ଯେଉଁ ମାଳବୀଙ୍କୁ ପାଇବା ପାଇଁ ସେମାନେ ସଂଘର୍ଷ କରୁଥିଲେ, ଆଜି ସେହି ମାଳବୀ ଏକ ନିଷ୍ପ୍ରାଣ ଶରୀର ଭାବେ ସମସ୍ତଙ୍କ ସମ୍ମୁଖରେ ଶୋଇ ରହିଥିଲେ। ଶେଷରେ ସେହି ଶୋଭାଯାତ୍ରା ବାହାରିଲା, ଯାହାର କଳ୍ପନା କେହି କେବେ କରିନଥିଲେ। ରାଜକୁମାରୀଙ୍କୁ ଶ୍ମଶାନକୁ ନିଆଗଲା। ଚନ୍ଦନ କାଠର ଚିତା ଉପରେ ଯେତେବେଳେ ସେହି ଅପୂର୍ବ ସୁନ୍ଦରୀ ଯୁବତୀଙ୍କୁ ରଖାଗଲା, ଆକାଶ ମଧ୍ୟ କାନ୍ଦୁଥିବା ପରି ମନେ ହେଉଥିଲା। ଅଗ୍ନିର ପ୍ରଥମ ଶିଖା ଯେତେବେଳେ ତାଙ୍କ ଶରୀରକୁ ସ୍ପର୍ଶ କଲା, ସେହି ମୁହୂର୍ତ୍ତରେ ସବୁ ଅହଙ୍କାର, ସବୁ ଶକ୍ତି ଏବଂ ସବୁ ଜ୍ଞାନ ପାଉଁଶରେ ପରିଣତ ହେବାକୁ ଲାଗିଲା। ଧୀରେ ଧୀରେ ରାଜକୁମାରୀ ମାଳବୀ କେବଳ ଏକ ମୁଠା ପାଉଁଶରେ ପରିଣତ ହୋଇଗଲେ। ଶ୍ମଶାନର ସେହି ଭୟଙ୍କର ନୀରବତାକୁ ଭେଦ କରି ଚିତାଗ୍ନିର ଶିଖା ଆକାଶକୁ ଛୁଉଁଥିଲା। ସେହି ନିଆଁର ଉତ୍ତାପଠାରୁ ଅଧିକ ପ୍ରଖର ଥିଲା ତିନି ଯୁବକଙ୍କ ହୃଦୟର ବେଦନା। କିନ୍ତୁ ସେହି ବେଦନାକୁ ପ୍ରକାଶ କରିବାର ଶୈଳୀ ସମସ୍ତଙ୍କର ଭିନ୍ନ ଥିଲା। ପ୍ରଥମ ଯୁବକ ଶ୍ରୀଧରଙ୍କ ପାଇଁ ଜ୍ଞାନ ଆଉ ଶାସ୍ତ୍ର ସବୁ ନିରର୍ଥକ ହୋଇଯାଇଥିଲା। ଚିତାର ସେହି ଲେଲିହାନ ଶିଖା ମଧ୍ୟରେ ସେ କେବଳ ମାଳବୀଙ୍କ ରୂପକୁ ହିଁ ଦେଖୁଥିଲେ। ଏକ ବିକଳ ଚିତ୍କାର କରି ସେ କହିଲେ, ମାଳବୀ, ଏହି ସଂସାର ତୁମ ବିନା ଶୂନ୍ୟ। ଯଦି ଜୀବନରେ ତୁମକୁ ପାଇପାରିଲି ନାହିଁ, ତେବେ ମୃତ୍ୟୁରେ ତୁମ ସହ ଏକାକାର ହୋଇଯିବି। କୌଣସି କିଛି ଚିନ୍ତା ନ କରି ସେ ନିଜକୁ ସେହି ଜଳନ୍ତା ଚିତା ଭିତରକୁ ସମର୍ପି ଦେଲେ। ନିମିଷକ ମଧ୍ୟରେ ତାଙ୍କର ଶରୀର ମାଳବୀଙ୍କ ପାର୍ଥିବ ଶରୀର ସହ ମିଶି ପାଉଁଶ ହୋଇଗଲା। ତାଙ୍କ ପ୍ରେମ ଥିଲା ଏକ ନିଷ୍ଠାପ ବଳିଦାନ। କିନ୍ତୁ ବୀରସିଂହ ଭିନ୍ନ ଉପାଦାନରେ ଗଢ଼ା ହୋଇଥିଲେ। ସେ ମୃତ୍ୟୁକୁ ବରିବା ଅପେକ୍ଷା ସ୍ମୃତିକୁ ରକ୍ଷା କରିବାକୁ ଶ୍ରେୟସ୍କର ମଣିଲେ। ସେହି ଶ୍ମଶାନର ଭୟଙ୍କର ପରିବେଶରେ ସେ ଏକ ଛୋଟ କୁଡ଼ିଆ ତିଆରି କଲେ। ମାଳବୀଙ୍କ ପବିତ୍ର ଚିତାଭସ୍ମକୁ ଏକ ସୁବର୍ଣ୍ଣ କଳସରେ ସାଇତି ରଖି ସେ ଦିନରାତି ତାର ପୂଜା କଲେ। ଯେଉଁ ହାତରେ ସେ ଦିନେ ତରବାରୀ ଧରି ଦୁନିଆ ଜିତିବାକୁ ବାହାରିଥିଲେ, ସେହି ହାତରେ ଆଜି ସେ ଶ୍ମଶାନର ଫଳମୂଳ ସଂଗ୍ରହ କରି ଜଣେ ଯୋଗୀ ଭଳି ଜୀବନ ଅତିବାହିତ କଲେ। ତାଙ୍କ ପ୍ରେମ ଥିଲା ଏକ ଅଖଣ୍ଡ ଉପାସନା। ଏହି ସମୟରେ ତୃତୀୟ ଯୁବକ ସୌମ୍ୟଦତ୍ତ ଏକ ଭିନ୍ନ ପଥ ବାଛିଲେ। ସେ ଜାଣିଥିଲେ ଯେ କେବଳ କାନ୍ଦିଲେ କିମ୍ବା ଆତ୍ମହତ୍ୟା କଲେ ପ୍ରିୟତମା ଫେରିବେ ନାହିଁ। ସେ ନିଜ ଶୋକକୁ ଶକ୍ତିରେ ପରିଣତ କରି ଦେଶାନ୍ତର ହେଲେ। ସେ ପାହାଡ଼, ପର୍ବତ, କନ୍ଦର ଏବଂ ଭାରତର ଅଗଣିତ ସିଦ୍ଧପୀଠ ବୁଲିଲେ। ବର୍ଷ ବର୍ଷର କଠୋର ପରିଶ୍ରମ ଓ ଅନ୍ୱେଷଣ ପରେ ହିମାଳୟର ଏକ ଗୁପ୍ତ ଗୁମ୍ଫାରେ ସେ ଜଣେ ମନ୍ତ୍ରସିଦ୍ଧ ମହାପୁରୁଷଙ୍କ ଦର୍ଶନ ପାଇଲେ। ସେହି ସାଧୁଙ୍କ ଶରଣାପନ୍ନ ହୋଇ ସେ ଶିଖିଲେ ସେହି ରହସ୍ୟମୟ ସଞ୍ଜୀବନୀ ବିଦ୍ୟା, ଯାହା ମୃତ୍ୟୁର ଦ୍ୱାରରୁ ପ୍ରାଣକୁ ଫେରାଇ ଆଣିବାର ସାମର୍ଥ୍ୟ ରଖେ। ସୌମ୍ୟଦତ୍ତଙ୍କ ପ୍ରେମ ଥିଲା ଏକ ଅସମ୍ଭବକୁ ସମ୍ଭବ କରିବାର ସଂକଳ୍ପ। ବର୍ଷ ବର୍ଷର ପ୍ରତୀକ୍ଷା ପରେ ଶ୍ମଶାନର ସେହି ରୁକ୍ଷ ଆକାଶରେ ଆଜି ପୁଣି ଏକ ନୂତନ ଆଲୋକର ଆଭା ଦେଖାଗଲା। ସୌମ୍ୟଦତ୍ତ ଯେତେବେଳେ ଶ୍ମଶାନରେ ପହଞ୍ଚିଲେ, ସେ ଦେଖିଲେ ବୀରସିଂହଙ୍କୁ ଚିହ୍ନିବା ଅସମ୍ଭବ। 100 ହାତୀର ବଳ ରଖୁଥିବା ସେହି ବୀର ଆଜି ଜଣେ ଶୁଷ୍କ କଙ୍କାଳ ସଦୃଶ ହୋଇଯାଇଥିଲେ, କିନ୍ତୁ ତାଙ୍କ ଆଖିରେ ମାଳବୀଙ୍କ ଚିତାଭସ୍ମ ପ୍ରତି ଥିବା ସେହି ନିଷ୍ଠା ଅତୁଟ ଥିଲା। ସୌମ୍ୟଦତ୍ତ ଧୀରେ ଧୀରେ ସେହି ପବିତ୍ର ଭସ୍ମକୁ ଏକତ୍ର କଲେ। ସାରା ବିଶ୍ୱ ଯେମିତି ନିଶ୍ୱାସ ଅଟକାଇ ସେହି ମୁହୂର୍ତ୍ତକୁ ଅପେକ୍ଷା କରିଥିଲା। ସୌମ୍ୟଦତ୍ତ ଆଖି ବନ୍ଦ କରି ନିଜର ସିଦ୍ଧ ସଞ୍ଜୀବନୀ ମନ୍ତ୍ର ଉଚ୍ଚାରଣ କଲେ ଏବଂ କମଣ୍ଡଳୁରୁ ପବିତ୍ର ଜଳ ସେହି ପାଉଁଶ ଉପରେ ସିଞ୍ଚନ କଲେ। ହଠାତ୍ ବାୟୁମଣ୍ଡଳରେ ଏକ ଦିବ୍ୟ ଝଙ୍କାର ଶୁଭିଲା। ଚିତାଭସ୍ମରୁ ଏକ ସୁବର୍ଣ୍ଣ ଆଲୋକ ବାହାରି ଧୀରେ ଧୀରେ ଏକ ନାରୀର ରୂପ ନେବାକୁ ଲାଗିଲା। ସେହି ପାଉଁଶ ମଧ୍ୟରୁ ମାଳବୀ ପୁଣି ଥରେ ନିଜର ସେହି ଅପୂର୍ବ ସୌନ୍ଦର୍ଯ୍ୟ ଓ ତେଜ ସହ ଜୀବନ୍ତ ହୋଇ ଉଠିଲେ। ମନ୍ତ୍ରର ପ୍ରଭାବ ଏତେ ପ୍ରଖର ଥିଲା ଯେ ମାଳବୀଙ୍କ ସହ ସେହି ଚିତାରେ ନିଜକୁ ଆହୁତି ଦେଇଥିବା ଶ୍ରୀଧର ମଧ୍ୟ ନିକଟରେ ପୁନର୍ଜନ୍ମ ପାଇ ଠିଆ ହେଲେ। ମାଳବୀ ଧୀରେ ଧୀରେ ଆଖି ଖୋଲିଲେ। ସମ୍ମୁଖରେ ସେହି ତିନିଜଣ ଯୁବକ, ଶ୍ରୀଧର, ବୀରସିଂହ ଓ ସୌମ୍ୟଦତ୍ତ। ପରିବେଶରେ ଖୁସି ତ ଥିଲା, କିନ୍ତୁ ତାଠାରୁ ଅଧିକ ଥିଲା ଏକ ଗମ୍ଭୀର ଦ୍ୱନ୍ଦ୍ୱ।
ସେହି ପୁରୁଣା ବିବାଦ ପୁଣି ଥରେ ମୁଣ୍ଡ ଟେକିଲା, କିନ୍ତୁ ଏଥର ଯୁକ୍ତି ଗୁଡ଼ିକ ଆହୁରି ଜଟିଳ ଥିଲା। ରାଜକୁମାରୀ ମାଳବୀ ସେମିତି ସ୍ତବ୍ଧ ହୋଇ ଛିଡ଼ା ହୋଇଥିଲେ। ତାଙ୍କ ଆଖିରେ ଏବେ ବି ସେହି ଅଲୌକିକ ପୁନର୍ଜନ୍ମର ବିସ୍ମୟ ଥିଲା, କିନ୍ତୁ କାନରେ ବାଜୁଥିଲା ତିନୋଟି ଭିନ୍ନ ଦାବିର ପ୍ରତିଧ୍ୱନି। ସର୍ବପ୍ରଥମେ ଶ୍ରୀଧର ଆଗକୁ ଆସିଲେ। ତାଙ୍କ କଣ୍ଠରେ ଥିଲା ଅଭିମାନ ଓ ଆବେଗର ସ୍ୱର। ସେ ମାଳବୀଙ୍କ ଆଖିକୁ ଚାହିଁ କହିଲେ, ମାଳବୀ, ଯେତେବେଳେ ତୁମର ପ୍ରାଣବାୟୁ ଉଡ଼ିଗଲା, ମୋ ପାଇଁ ଏ ସଂସାର ଅନ୍ଧକାରମୟ ହୋଇଯାଇଥିଲା। ମୁଁ ପଛକୁ ଚାହିଁନି, ନିଜର ସତ୍ତାକୁ ତୁମ ସହ ମିଶାଇବା ପାଇଁ ସେହି ଜଳନ୍ତା ଚିତାରେ ନିଜକୁ ଆହୁତି ଦେଇଥିଲି। ଜଣେ ସ୍ୱାମୀ ହିଁ ନିଜ ପତ୍ନୀ ସହ ଜୀବନ ଓ ମୃତ୍ୟୁରେ ଏକାକାର ହୁଏ। ତେଣୁ ମୁଁ ହିଁ ତୁମର ଏକମାତ୍ର ସ୍ୱାମୀ। ତାଙ୍କ କଥା ଶେଷ ନହେଉଣୁ ବୀରସିଂହ ନିଜର ଶୁଷ୍କ ଓ ଧୂଳିଧୂସରିତ ହାତ ବଢ଼ାଇ କହିଲେ, ଶ୍ରୀଧର, ତୁମେ ତ ମରିଗଲ, କିନ୍ତୁ ମୁଁ ପ୍ରତି ମୁହୂର୍ତ୍ତରେ ମରି ମରି ଜୀବିତ ରହିଲି। ଏହି ଶ୍ମଶାନର ଶୀତ, କାକର ଓ ଭୟ ମଧ୍ୟରେ ମୁଁ ତୁମର ଏହି ପାଉଁଶକୁ ନିଜ ପ୍ରାଣଠାରୁ ଅଧିକ ଭଲ ପାଇ ସେବା କରିଛି। ଏହି ପାଉଁଶ ମୋ ପାଇଁ ସାକ୍ଷାତ ଈଶ୍ୱର ଥିଲେ। ଯିଏ ସର୍ବସ୍ୱ ତ୍ୟାଗ କରି ଶେଷ ପର୍ଯ୍ୟନ୍ତ ସାଥିରେ ରହେ, ସେ ହିଁ ପ୍ରକୃତ ପ୍ରେମିକ। ମୁଁ ତୁମକୁ ବିବାହ କରିବା ପାଇଁ ଅଧିକାରୀ। ଶେଷରେ ସୌମ୍ୟ ଦତ୍ତ ଅତି ଧୀର ଓ ଗମ୍ଭୀର ସ୍ୱରରେ କହିଲେ, ତୁମ ଦୁହିଁଙ୍କ ତ୍ୟାଗ ମହାନ, କିନ୍ତୁ ସତ୍ୟ ଏହା ଯେ ମୁଁ ନଥିଲେ ଆଜି ଏହି କଥା କହିବାକୁ ମାଳବୀ ଏଠାରେ ନଥାନ୍ତେ। ମୁଁ ମୃତ୍ୟୁର ଦ୍ୱାର ଖୋଲି ତାଙ୍କୁ ଫେରାଇ ଆଣିଛି। ମୁଁ ତାଙ୍କୁ ଏକ ନୂତନ ଜନ୍ମ ଦେଇଛି। ବିନା ଜୀବନରେ ପ୍ରେମ ବା ସମ୍ପର୍କର କୌଣସି ମୂଲ୍ୟ ନାହିଁ। ତେଣୁ ନ୍ୟାୟ ଅନୁସାରେ ଏହି ନୂତନ ଜୀବନର ଅଧିକାରୀ ମୁଁ। ଶ୍ମଶାନର ପବନ ଯେମିତି ସେହି ତିନୋଟି ଯୁକ୍ତି ମଧ୍ୟରେ ଛନ୍ଦି ହୋଇଗଲା। ରାଜକୁମାରୀ ମାଳବୀ ଜଣେ ବିଦୁଷୀ ଥିଲେ। ସେ ଜାଣିଥିଲେ ଯେ ଏହି ପ୍ରଶ୍ନର ଉତ୍ତର କେବଳ ହୃଦୟରେ ନୁହେଁ, ବରଂ ଶାସ୍ତ୍ର ଓ ସଂସ୍କାରର ଗଭୀରତାରେ ଖୋଜିବାକୁ ହେବ। ନିଶାର୍ଦ୍ଧର ସେହି ଭୟଙ୍କର ଶ୍ମଶାନରେ କେବଳ ବାଦୁଡ଼ିମାନଙ୍କର ଡେଣା ଶବ୍ଦ ଏବଂ କେଉଁ ଦୂରରୁ ଶୃଗାଳମାନଙ୍କର ରଡ଼ି ଶୁଭୁଥିଲା। କାନ୍ଧରେ ଶବକୁ ବୋହି ଅବିଚଳିତ ଭାବେ ପାଦ ପକାଉଥିଲେ ମହାରାଜ ବିକ୍ରମାଦିତ୍ୟ। ଶବ ଭିତରୁ ବେତାଳର ଅଟ୍ଟହାସ୍ୟ ଶୁଭିଲା। ସେ କହିଲା, ହେ ପ୍ରଜ୍ଞାବାନ ରାଜନ, ତୁମେ ଏହି ଅପୂର୍ବ ପ୍ରେମ ଓ ତ୍ୟାଗର କାହାଣୀ ତ ଶୁଣିଲ, କିନ୍ତୁ ଏବେ ଏହାର ଚୂଡ଼ାନ୍ତ ନିଷ୍ପତ୍ତି ତୁମକୁ ହିଁ ନେବାକୁ ହେବ। ବେତାଳର ସ୍ୱରରେ ଏକ ଚ୍ୟାଲେଞ୍ଜ ଥିଲା। ସେ କହିଲା, କୁହ ବିକ୍ରମାଦିତ୍ୟ, ସେହି ତିନିଜଣ ଯୁବକଙ୍କ ମଧ୍ୟରୁ ମାଳବୀଙ୍କର ପ୍ରକୃତ ସ୍ୱାମୀ ହେବାର ଅଧିକାର କାହାର? ମନେରଖ, ଯଦି ଉତ୍ତର ଜାଣି ମଧ୍ୟ ତୁମେ ଚୁପ୍ ରୁହ କିମ୍ବା ଅନ୍ୟାୟ କର, ତେବେ ତୁମର ମସ୍ତକ ସହସ୍ର ଖଣ୍ଡ ହୋଇ ବିଦୀର୍ଣ୍ଣ ହୋଇଯିବ। ମହାରାଜ ବିକ୍ରମାଦିତ୍ୟ ପାଦ ଥମାଇଲେ ନାହିଁ, କିନ୍ତୁ ତାଙ୍କର ଗମ୍ଭୀର କଣ୍ଠ ଶ୍ମଶାନର ନୀରବତାକୁ ଭେଦ କରି ପ୍ରତିଧ୍ୱନିତ ହେଲା। ସେ ଧୀର ସ୍ଥିର ଭାବରେ କହିଲେ, ଶୁଣ ବେତାଳ, ଏହି ଜଟିଳ ସମସ୍ୟାର ସମାଧାନ ଶାସ୍ତ୍ର ଓ ସଂସ୍କାର ମଧ୍ୟରେ ହିଁ ନିହିତ ଅଛି। ମହାରାଜ କହିଲେ, 1. ଜୀବନଦାତା ପିତା ସମାନ ସୌମ୍ୟ ଦତ୍ତ ନିଜର କଠୋର ସାଧନା ଓ ସଞ୍ଜୀବନୀ ବିଦ୍ୟା ବଳରେ ମାଳବୀଙ୍କୁ ପୁନର୍ଜୀବିତ କରିଛନ୍ତି। ଶାସ୍ତ୍ର ଅନୁସାରେ ଯିଏ ଜୀବନ ଦିଏ ସେ ହେଉଛି ଜୀବନଦାତା ବା ସ୍ରଷ୍ଟା। ସୃଷ୍ଟିକର୍ତ୍ତା ସବୁବେଳେ ପିତା ସମାନ ହୋଇଥାନ୍ତି। ତେଣୁ ଜଣେ ପିତା ନିଜ କନ୍ୟାକୁ ବିବାହ କରିବା ଧର୍ମ ବିରୁଦ୍ଧ। 2. ସହମରଣରୁ ଜାତ ଭ୍ରାତୃତ୍ୱ। ପ୍ରଥମ ଯୁବକ ଶ୍ରୀଧର ପ୍ରେମର ଆବେଗରେ ନିଜକୁ ଚିତାରେ ଜାଳି ଦେଇଥିଲେ। ସେ ମାଳବୀଙ୍କ ସହ ଏକାଠି ମୃତ୍ୟୁବରଣ କରିଥିଲେ ଏବଂ ଏକା ସାଙ୍ଗରେ ପୁନର୍ଜୀବିତ ହେଲେ। ଏକା ସାଙ୍ଗରେ ଜନ୍ମ ନେଇଥିବା ବ୍ୟକ୍ତିମାନେ ଶାସ୍ତ୍ର ଅନୁସାରେ ଭାଇ ଭଉଣୀ ସଦୃଶ। ସେ ମାଳବୀଙ୍କର ଜଣେ ପରମ ଆତ୍ମୀୟ ହୋଇପାରନ୍ତି, କିନ୍ତୁ ସ୍ୱାମୀ ନୁହେଁ। 3. ନିଃସ୍ୱାର୍ଥପର ସେବାକାରୀ ସ୍ୱାମୀ। ଶେଷରେ ରହିଲେ ବୀରସିଂହ। ସେହି ଭୟଙ୍କର ଶ୍ମଶାନରେ ଜଣେ କଙ୍କାଳ ସଦୃଶ ହୋଇ ମଧ୍ୟ ସେ ମାଳବୀଙ୍କ ଚିତାଭସ୍ମକୁ ଏତେ ବର୍ଷ ଧରି ସେବା କଲେ। ଶାସ୍ତ୍ର କହେ, ଜଣେ ସ୍ୱାମୀ ହିଁ ନିଜ ସ୍ତ୍ରୀର ସୁଖଦୁଃଖରେ ଏବଂ ମୃତ୍ୟୁ ପରେ ମଧ୍ୟ ସାଥୀ ନ ଛାଡ଼ି ତାଙ୍କ ସ୍ମୃତିକୁ ପୂଜା କରିବାକୁ ନିଜର ପରମ ଧର୍ମ ବୋଲି ମାନିଥାଏ। ତାଙ୍କର ତ୍ୟାଗ ଦ୍ୱିତୀୟ ଓ ନିଃସ୍ୱାର୍ଥପର। ବିକ୍ରମାଦିତ୍ୟଙ୍କ ମୁହଁରୁ ନ୍ୟାୟର ଅନ୍ତିମ ଶବ୍ଦଟି ବାହାରିବା ମାତ୍ରେ ଶ୍ମଶାନର ନିସ୍ତବ୍ଧତାକୁ ବିଦୀର୍ଣ୍ଣ କରି ବେତାଳର ଏକ ଅଟ୍ଟହାସ୍ୟ ଚାରିଆଡ଼େ ପ୍ରତିଧ୍ୱନିତ ହେଲା। ସେହି ହସରେ ଯେତିକି ପରିହାସ ଥିଲା, ସେତିକି ଥିଲା ସମ୍ମାନ। ବେତାଳ କହିଲା, ରାଜନ, ତୁମର ଜ୍ଞାନ ଅତୁଳନୀୟ, କିନ୍ତୁ ତୁମେ ନିଜର ସର୍ତ୍ତ ଭୁଲିଗଲ। ତୁମେ ମୌନତା ଭଙ୍ଗ କରିଛ, ତେଣୁ ମୁଁ ପୁଣି ସେହି ସ୍ଥାନକୁ ଫେରିଯାଉଛି ଯେଉଁଠାରୁ ତୁମେ ମୋତେ ଆଣିଥିଲ। ଏତିକି କହିବା ମାତ୍ରେ ବିକ୍ରମାଦିତ୍ୟଙ୍କ କାନ୍ଧରୁ ଶବଟି ଶୂନ୍ୟକୁ ଉଡ଼ିଗଲା। କ୍ଷଣକ ମଧ୍ୟରେ ବେତାଳ ପୁଣି ସେହି ରହସ୍ୟମୟ ବରଗଛର ଡାଳରେ ଓଲଟି ଝୁଲି ରହିଲା।
किंतु महाराज विक्रमादित्य थिले अविचलित। थक्कापन तांको पादकु अटकाई पारिला नाही कि शमशानर सेही कालरात्रिर भय तांको मनकु डराई पारिला नाही। से निजर खंडा धरी पुणी थरे सेही अंधकार पथरे दौड़िबाकु लागिले। तांकर एही निरंतर प्रयास प्रमाण करुथिला जे जणे प्रकृत कर्मवीर केबेहेले बाटरे अटकी जाए नाही। एही कहानीरु मानव समाज पाई एक शाश्वत शिक्षा उन्मोचित हेला। प्रेम केवल भावना नुहे, एहा एक दायित्व। राजकुमारी माळवींको पाई श्रीधरंको आत्मबलिदान वीरत्वपूर्ण थिला सत, किंतु वीरसिंहंको सेवा थिला महान। त्याग करिबा क्षणिकर आवेग होई पारे, किंतु वर्ष वर्ष धरी प्रियजनंको स्मृति को सेवा करिबा एक कठोर साधना। समर्पण ही प्रेमर सबुठारु बड़ परिभाषा एवं सेवा ही तार सर्वश्रेष्ठ प्रमाण। अंधकार भितरे विक्रमादित्यंको पाद शब्द शुभुथिला एक नूतन संकल्प और एक नूतन कहानीर अपेक्षारे।